ମୁଁ ଉପସ୍ଥିତ ଅଛି ବା ମୁଁ ଅଛି ପ୍ରେଜେନ୍ସ ଏ ହେଉଛି ସଗୁଣ ବ୍ରହ୍ମ। ଅର୍ଥାତ୍ ମୁଁ ନିଜକୁ ଅନୁଭବ କରିପାରୁଛି, କିନ୍ତୁ ତାକୁ ବି ଆମେ ଜାଣିପାରୁନେ, କାରଣ ଆମେ ସଂସାରରେ ଆମର ବିଚାର ଏତେ ଅନ୍ୟ ବସ୍ତୁରେ ଏବଂ ଅନ୍ୟ ଜୀବ ମନୁଷ୍ୟ ଏଥିରେ ଫସିକିରି ଅଛି, ଏତେ ଲିପ୍ତ ହେଇକି ଅଛି ଯେ ଆମେ ନିଜର ସ୍ଥିତିଟାକୁ ଜାଣିପାରୁନେ। ମାନେ ମୁଁ ଅଛି ପିଓର ମୁଁଟାକୁ ଆମେ ଜାଣିପାରୁନେ, କେବଳ ବାକି ସବୁ ଛାଡ଼ିକିରି କେବଳ ଯେଉଁ ମୁଁଟା ମୁଁ ଅଛି ତାକୁ ଆମେ ଜାଣିପାରୁନେ। ତାକୁ ଜାଣିବା ହିଁ ହେଉଛି ଆକ୍ଚୁଆଲି ସେଲ୍ଫ ରିଏଲାଇଜେସନ୍, ଆତ୍ମାର ଅନୁଭବ। ତା ଆଗକୁ ଯେତେବେଳେ ଯିବ ସେତେବେଳେ ପ୍ରଳୟର ଅନୁଭବ ହେବ। ଅର୍ଥାତ୍ ଇଏ ହେଉଛି ସୃଷ୍ଟିର ଅନୁଭବ, ଆତ୍ମାର ଅନୁଭବ। ପ୍ରଳୟର ଅନୁଭବ ତା ଆଗକୁ ଗଲେ, ଅର୍ଥାତ୍ ସେତେବେଳେ ସେ ମୁଁଟା ବି ହଟିଯିବ। ଅର୍ଥାତ୍ ଆମର ଅନୁଭବ ଶୂନ୍ୟ ଆମେ ହେଇଯିବା। ଅନୁଭବ ଶୂନ୍ୟ ଅବସ୍ଥା ହିଁ ପ୍ରଳୟ ଅବସ୍ଥା। କିନ୍ତୁ ସେ ଅବସ୍ଥାଟି ରହିଛି, କିନ୍ତୁ ଆମେ ସେ ଅବସ୍ଥାକୁ ଅନୁଭବ କରିବାକୁ ନଥିବା। ସେ ହେଉଛି ପ୍ରଳୟ ଅବସ୍ଥା, ହେଉଛି ନିର୍ଗୁଣ ବ୍ରହ୍ମ ଅବସ୍ଥା।